ବିଜୟ ମାନ୍ଧାତା ମୋ କଥା ସିଧା କାମ ବଙ୍କା ମୋ କଥାରେ ଯିଏ ଅଗଡ଼ ବଗଡ଼ କରେ ମୁଁ ତାକୁ କରିଦିଏ ଡାରେଡା ସାଧୁ ଏ ଶରୀରଟାକୁ ସମସ୍ତେ ସୁସ୍ୱାଦୁ ଖାଦ୍ୟ ଦେଇ ପୋଷିଥାନ୍ତି ତାର ପ୍ରତିଦାନେ ଏ ଶରୀରଟା ଆମକୁ ଦେଇଥାଏ ରୋଗ ଶୋକ ମଳ ମୂତ୍ର ନାନା ଦୁଃଖ ନିର୍ଯାତନା ତଥାପି ଆମେ ତାକୁ ବିଶ୍ୱାସ କରି ଭାବୁଛେ ନିଜର କିନ୍ତୁ ସେଇ ଅହଙ୍କାରୀ ରାଜା ଶିକ୍ଷିତ ଯୋଟା ମତେ ବିଶ୍ୱାସ କରି ପାଖରେ ରଖି ଦେଇଛି ସେନାପତିର ଅଧିକାର କିନ୍ତୁ ମୁଁ ତାକୁ ଦେବି ବିଶ୍ୱାସରେ ବିଷ ହଳାହଳ ବିଷ ମୁଣ୍ଡକୁ କୋଉଠି ପିଟି ଦିଅନ୍ତି କି ପଣ୍ଡିତ ଏ କଥାରେ ପରା ଅଛି ଏ ନାରୀ ମାନଙ୍କୁ ମିଠା ମିଠା କଥା ରତ୍ନ ଅଳଙ୍କାର ମାନ ଦେଇ ଆପଣାର କରାଯାଏ ପଣ୍ଡିତ ହେଲେ ଶାନ୍ତ ମୁଁ ବୁଝିପାରୁନି ସେ ଛଡ଼ା ରାଜା ଶିକ୍ଷିତ ଯୋଟାକୁ କେମିତି ଆପଣ ବୁଝେଇବେ ଆଜ୍ଞା ଏ ପଣ୍ଡିତ ଆଜ୍ଞା ଆଜ୍ଞା ଏବେ ସେଇ ରାଜା ଶିକ୍ଷିତ ଯୋଟା ଜମା ବୁଝୁନି ରେ ଛତୁ ଅହଙ୍କାରରେ ଧରାକୁ ମିଳୁଛି ସରା ଜ୍ଞାନ କିପରି ତାକୁ ଧ୍ୱଂସ କରି ବସିବି ତାର ରାଜ ସିଂହାସନେ ଆଉ କିପରି ତାର କନ୍ୟା ମାଳିନୀକୁ ନିଜର କରି ମେଣ୍ଟାଇବି ମୋ ଜ୍ୱଳନ୍ତା କାମର ବାସନା ଲେଖା ଅଛି ପାଠରେ ଶାନ୍ତେ ଛତୁ ଫୁଟିବା ଆଗରୁ ତାକୁ ମଉଳି ଦେବାକୁ ପଡିବ ସେଇମିତି ହେଲେ ଆମକୁ ଛତୁଟା ଫୁଟାଇବାକୁ ପଡିବ ପଣ୍ଡିତ ସେଇମିତି ହେଲେ ସେ ରାଜକନ୍ୟା ମାଳିନୀକୁ କରନ୍ତୁ ନିଜର ନଇଲେ ସବୁଦିନ ବସି ଭାବୁଥିବେ ଆରେ କଳେ ବଳେ ଧରିବି ମୁଁ କରକୁ ତାହାରରେ ଆରେ କଳେ ବଳେ ଧରିବି ମୁଁ କରକୁ ତାହାରରେ ସୀମନ୍ତ ସିନ୍ଦୁରରେ ମାଳିନୀର ହେବି ପତି ତା ସଙ୍ଗେ କରିବି ପ୍ରୀତି ମାଳିନୀର ହେବି ପତି ତା ସଙ୍ଗେ କରିବି ପ୍ରୀତି ବେନି ରାଜ୍ୟର କିରଟି ଧରିବି ମୁଁ ଶିରରେ ଅହଙ୍କାର କନ୍ୟା ଦେବ ଅନ୍ୟ କର ମନେ ବହି ଅହଙ୍କାର କନ୍ୟା ଦେବ ଅନ୍ୟ କର ପଥିବୀ କପଟେ ତାକୁ ନ ରଖିବେ କେହିରେ ଆରେ ଯଦି ନ ଦେବ ତା କନ୍ୟା ବହିବର କର୍ତ୍ତବନ୍ୟା ଦେବତା କନ୍ୟା କହିବାର କର୍ତ୍ତବ୍ୟ ମହର ହସ୍ତରୁ ଆର୍ତେ ତାର ରକ୍ଷା ନାହିଁ ରେ ମନ ରହିଲା ଶାନ୍ତି କଥାଟା ଅଠା ଭଳିଆ ମୋର ମନ ରହିଲା ପଣ୍ଡିତ ମନ ରହିଲା ଶାନ୍ତି ପଣ୍ଡିତ ଏଇ ରାଜା ଯଦି ଶିକ୍ଷିତ ତାଙ୍କ କନ୍ୟାକୁ ଯଦି ଦେଇଦେଲେ ଅନ୍ୟ ବର କରେ ତାହେଲେ ଛତୁ ଫୁଟେଇ ଦବା ଛତୁ ପଣ୍ଡିତ ଆରେ ଲେଖିଛି ଅକୁହା କଥା ଅନ୍ତରେ ମୋହର ତାହା ସତ୍ୟରେ ମୁଁ କରିବି ପୂର୍ଣ୍ଣ ଆଉ ନିର୍ମୂଳ କରିବି ସେଇ ରାଜା ଶିକ୍ଷିତର ବଂଶଟା ଆଉ ତାପରେ ବସିବି ତାର ରାଜ ସିଂହାସନେ କାରଣ ମୁଁ ବିଜୟ ମାନ୍ଧାତା ମୋ କଥା ସିଧା ଆମ ବଙ୍କା ମୋ କଥାରେ ଯିଏ ଅଗଡ଼ ପଗଡ଼ କରେ ମୁଁ ତାକୁ କରିଦିଏ
ବେଟା